ଜୟଗୁରୁ ଯୋଗସାଧନ ପରଶୁରାମ ତୀର୍ଥ। ନିଗମାନନ୍ଦ ପରଶୁରାମ ତୀର୍ଥରେ ପହଞ୍ଚି ବ୍ରହ୍ମକୁଣ୍ଡରେ ସ୍ନାନ ସମାପନ କରି ସେଠାରେ ଅବସ୍ଥାନ କଲେ। 2 ଦିନ ପରେ ସେ ପ୍ରବଳ ଜ୍ୱର ଓ ଆମଶୟ ରୋଗରେ ଆକ୍ରାନ୍ତ ହୋଇପଡ଼ିଲେ। ତାଙ୍କର ଉତ୍ଥାନ ଶକ୍ତି ରହିତ ହେଲା। ନିଗମାନନ୍ଦ ବଡ଼ ଚିନ୍ତିତ ହୋଇ ସଙ୍ଗୀମାନଙ୍କୁ 2-4 ଦିନ ଅପେକ୍ଷା କରିବାକୁ କହିଲେ। କିନ୍ତୁ ସେମାନେ ଦିନେ ନିଗମାନନ୍ଦଙ୍କ ଅଗୋଚରରେ ରାତ୍ରିରୁ ଉଠି ପଳାଇଗଲେ। ନିଗମାନନ୍ଦ ତା ପରଦିନ ସକାଳେ ଦେଖିଲେ ଯେ ସଙ୍ଗୀମାନେ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ଆଉ କେହି ନାହାନ୍ତି। ଏକାକୀ ଏହି ପାହାଡ଼ିଆ ଜଙ୍ଗଲରେ କେଉଁଠାକୁ ଯିବେ ଭାବି ତାଙ୍କ ଦେହ ଥରି ଉଠିଲା। ଏହି ସମୟରେ ଜଣେ ପାହାଡ଼ିଆ ଲୋକ ଆସି ଉପସ୍ଥିତ ହେଲେ। ସେ ନିଗମାନନ୍ଦଙ୍କ ଯନ୍ତ୍ରଣା ଦେଖି ବନ୍ୟ ଲତାପତ୍ର ଆଣି ତାର ରସ ଖାଇବାକୁ ଦେଇ ତା ସାଙ୍ଗରେ ଯିବାକୁ ଇଙ୍ଗିତ କଲା। ନିଗମାନନ୍ଦ ବାଧ୍ୟ ହୋଇ ତା କାନ୍ଧରେ ଭରା ଦେଇ ତାହାର କୁଟୀରକୁ ଗଲେ। ପାହାଡ଼ିଆ ଲୋକଙ୍କ ଆତିଥ୍ୟ। ଆମ୍ଭେମାନେ ସଭ୍ୟ ଶିକ୍ଷିତ ବୋଲି ଅଭିମାନ କରୁ, କିନ୍ତୁ ଅତିଥି ଦେଖିଲେ ଦିନକ ପାଇଁ ମଧ୍ୟ ଆଶ୍ରୟ ଦେବାକୁ କୁଣ୍ଠିତ ହୋଇଥାଉ। କାହାକୁ ବିପଦରେ ପଡ଼ିବା ଦେଖିଲେ ତାକୁ ଚାହୁଁ ନାହିଁ। କିନ୍ତୁ ଏ ଅଶିକ୍ଷିତ ଜଙ୍ଗଲୀ ଲୋକଙ୍କର ଦୟା ଓ ଆତିଥ୍ୟରେ ନିଗମାନନ୍ଦ ମୁଗ୍ଧ ହୋଇଗଲେ। ସେମାନଙ୍କ ସେବା ଶୁଶ୍ରୂଷାରେ କ୍ରମେ ସେ ସୁସ୍ଥ ହେବାକୁ ଲାଗିଲେ। ଜୟଗୁରୁ।